ବସ୍ରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ମୋବାଇଲ ସ୍କ୍ୱାଡ୍। କେଶପୁର ଛକରୁ 5 କେଜି ଗଞ୍ଜେଇ ଜବତ, ଜଣେ ଗିରଫ। ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଖବର ପାଇ ମାଡ଼ି ବସିଲା ଅବକାରୀ ମୋବାଇଲ ସ୍କ୍ୱାଡ୍। ଖଲିକୋଟ ଅଞ୍ଚଳରେ ବେଆଇନ ଦେଶୀ ମଦ ଓ ଗଞ୍ଜେଇର ବ୍ୟାପକ ଚୋରାଚାଲାଣ ଓ କାରବାର ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ କିନ୍ତୁ ନୀରବ ଦ୍ରଷ୍ଟା ପାଲଟିଛି। ତେବେ ଛତ୍ରପୁର ଅବକାରୀ ମୋବାଇଲ ସ୍କ୍ୱାଡ୍ ଚଢ଼ାଉ ଜାରି ରଖିଛନ୍ତି। ଆଜି ସନ୍ଧ୍ୟାରେ ଦିଗପହଣ୍ଡିରୁ ବସ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମୋବାଇଲ ସ୍କ୍ୱାଡ୍ ହାତରେ ଧରାପଡ଼ିଛି। ଜଣେ ବ୍ୟକ୍ତି ଏକ ଅଖାରେ ଗଞ୍ଜେଇ ଧରି ଦିଗପହଣ୍ଡିରୁ ଆସି କେଶପୁର ଛକରେ ଛିଡ଼ା ହୋଇଥିବା ବେଳେ ଅବକାରୀ ମୋବାଇଲ ସ୍କ୍ୱାଡ୍ ହାତରେ ଧରାପଡ଼ିଥିଲା। ଗିରଫ ବ୍ୟକ୍ତି ଜଣକ ଜଳେଶ୍ୱର ଥାନା ଅଞ୍ଚଳର ସୁଦୀପ୍ତ ମହାନ୍ତି ବୋଲି ଜଣାପଡ଼ିଥିବା ବେଳେ ଅବକାରୀ ପୁଲିସ ତାଠାରୁ 5 କେଜି ଗଞ୍ଜେଇ ଜବତ କରିଛି। ଛତ୍ରପୁର ଅବକାରୀ ମୋବାଇଲ ସ୍କ୍ୱାଡ୍ ସବ୍ ଇନ୍ସପେକ୍ଟର ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ଏଏସ୍ଆଇ ରବୀନ୍ଦ୍ରନାଥ ବିଶ୍ୱାଳ, କନେଷ୍ଟବଳ ସୁରଜିତ ପ୍ରଧାନ, ଧନଞ୍ଜୟ ଦାସ, ଲକ୍ଷ୍ମଣ ପ୍ରଧାନ, ଭାଗୀରଥୀ ସ୍ୱାଇଁ, କେ ହେମାବତୀ ରେଡ୍ଡି ପ୍ରମୁଖ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ। ଅଖାଟାକୁ ଆଉ ଓଜନ କରିଦିଅ।